গত 6/4/2026 গোটে মনবোধ বଣ୍ଡିଛୋର ବୋଲି ଚୌରା ଗାଁର ଜଣେ ବ୍ୟକ୍ତିଙ୍କର ତାଙ୍କର ଝିଅର ମ୍ୟାରେଜ୍ ଉର୍ମିଲା ବଣ୍ଡିଛୋର ଶ୍ରୀକାନ୍ତ କଟା ସହିତ ବାହାଘର ତାର ଥିଲା। ସେ ସମୟରେ ମନବୋଧ ବଣ୍ଡିଛୋର ତାଙ୍କର ଗାଁର ବିଭିନ୍ନ ଲୋକଙ୍କୁ ଇନଭାଇଟେସନ୍ କାର୍ଡ଼ ଦେଇଥିଲେ। ସେଥିରେ ଆମର ଗୋପ ବଣ୍ଡିଛୋର ଯେଉଁ ଡିସିଜ୍ ଅଛନ୍ତି ସେ ବି ମଧ୍ୟ ଖାଇ ଆସିଥିଲେ ଏବଂ ସେ ଖାଇ ଆସିଥିଲା ସମୟରେ ପ୍ରାୟ 6 ତାରିଖ 2ଟାରୁ 2:30 ଭିତରେ ସେ ତୀର୍ଥ ବଣ୍ଡିଛୋର ଆଉ ଟଙ୍କଧର ବଣ୍ଡିଛୋର ଏମାନେ ତାଙ୍କୁ ସହିତ ତାର ବଚସା ହେଲା ଖାଇବା ପିଇବାକେ ନେଇକିରି। ତେଣୁ ସେମାନଙ୍କ ଭିତରେ ମାରପିଟ ହେଇଥିଲା। ତାପରେ ସେ ଗୋପ ବଣ୍ଡିଛୋର ଅବସ୍ଥା ଖରାପ ହେବାରୁ ତାକୁ ଲୟର ହସ୍ପିଟାଲ ଫାଷ୍ଟ ନେଇଥିଲେ, ତାପରେ ସିନାପାଲି ହସ୍ପିଟାଲ, ତାପରେ ସେମାନଙ୍କୁ ନେଲେ ଭବାନୀପାଟଣା ହସ୍ପିଟାଲରେ ନେଲେ। ଭବାନୀପାଟଣା ହସ୍ପିଟାଲରେ ଗୋପ ବଣ୍ଡିଛୋରର 6 ତାରିଖ ରାତିରେ ଏବଂ 7 ତାରିଖ ସକାଳ ସେ ଡେଥ୍ ହେଇଗଲେ। ତାପରେ ସେ କନେକ୍ସନରେ ଭବାନୀପାଟଣା ଟାଉନ୍ ପିଏସ୍ର ୟୁଡି କେସ୍ ନମ୍ବର 24/26 ଗୋଟେ କେସ୍ ରୁଜୁ ହୋଇଥିଲା ଏବଂ ସେଥିରେ ଇନକ୍ୱେଷ୍ଟ ପିଏମ୍ ସରିଗଲା ପରେ ଡେଡ୍ ବଡ଼ି ତାଙ୍କର ହସ୍ତାନ୍ତର କଲେ ଏବଂ ତାଙ୍କର ଗୋଟେ ସମ୍ପର୍କୀୟ ଭାଇ ରକ୍ଷଧର ବଣ୍ଡିଛୋର ସେ ଆସିକରି ଗୋଟେ ଏଫଆଇଆର୍ ଦେଲେ। ସେ ଏଫଆଇଆର୍ ବଳରେ ଆମର ସିନାପାଲି ପିଏସ୍ କେସ୍ ନମ୍ବର 98 ଡେଟ୍ 7/4/2026 ଅଣ୍ଡର ସେକ୍ସନ୍ 103(1)(35) BNSରେ ଗୋଟେ କେସ୍ ଆମର ରେଜିଷ୍ଟ୍ରି ହେଲା ସିନାପାଲି ପିଏସ୍ରେ। ଆମେ ସବୁ ଦିଗରୁ ଆମେ ଆମର ସାଇଣ୍ଟିଫିକ୍ ଟିମ୍ ଭିଜିଟ୍ କଲା ଏବଂ ଆମର ସବୁ ସ୍ପଟ୍ ଭିଜିଟ୍ ହେଇକରି ପ୍ରତ୍ୟେକ ସବୁ ଦିଗରେ ଆମେ ଇନଭେଷ୍ଟିଗେସନ୍ କରିକିରି ଆମେ 2 ଜଣକୁ ଆମେ ଆରେଷ୍ଟ କରିକି ଏପର୍ଯ୍ୟନ୍ତ ଫରୱାର୍ଡ଼ କରୁଛୁ। ଏକ୍ୟୁଜ୍ ହେଲେ ତୀର୍ଥ ବଣ୍ଡିଛୋର ଏବଂ ଟଙ୍କଧର ହଂସ। ତାଙ୍କୁ କାଲି ଆମେ କୋର୍ଟ ଚାଳନା କରିଛୁ ଏବଂ ଆମେ ଅଦର ଏକ୍ୟୁଜ୍ ପର୍ସନ୍ ୟେଟ୍ ଟୁ ବି ଭେରିଫାଏଡ୍, ଅଦର ଇନଭଲଭମେଣ୍ଟ ଭେରିଫାଏଡ୍ ଆମର ଅଛି ଆଉ ସେମାନେ ଏବେ ଜେଲ୍ କଷ୍ଟଡି ଅଛନ୍ତି।